କେନ୍ଦୁଝର ବନଖଣ୍ଡକୁ ପୁଣି ଫେରିଲେ 25 ଟିକିଆ ବଣୁଆ ହାତୀପଲ। ଆଜି ସକାଳୁ ସକାଳୁ ଏହି ହାତୀପଲ କରଞ୍ଜିଆ ରେଞ୍ଜରୁ ଆସି ଡୁମରିଗୋଡ଼ା ନିକଟରେ NH 49 ପାର ହୋଇ ପାଟଣା ରେଞ୍ଜକୁ ପ୍ରବେଶ କରିଛନ୍ତି। ଆସିବା ବାଟରେ ଅଞ୍ଚଳରେ ବ୍ୟାପକ ପନିପରିବା ଚାଷ ନଷ୍ଟ କରିବା ସହ ଝାରବେଡ଼ା ଗ୍ରାମର ଡମ୍ବରୁ ନାୟକଙ୍କର ଗୋଟିଏ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇବା ସହ ନଷ୍ଟ କରି ପକାଇଛନ୍ତି। ଏବେ ତ୍ରିବିନ୍ଦା ଗାଁ ନିକଟ ଆମ୍ବ ବଗିଚାରେ ହାତୀପଲ ଡେରା ପକାଇଥିବା ବେଳେ ହାତୀଙ୍କ ଉପରେ ବନ ବିଭାଗ ତୀକ୍ଷ୍ଣ ନଜର ରଖିଛି। ଖବର କେନ୍ଦୁଝର। ଘରେ ହାତୀ ଆସିକରି ପଶିଗଲେ, ଘର ଦ୍ୱାର ସବୁ ଭାଙ୍ଗିଦେଲେ, ଧାନ ଆମର ଦୁଇଟା ମରି ଏମିତି ଠିଆ କରିଥିଲି ଖାଇଦେଲେ, ଘର ସବୁ ଭାଙ୍ଗିଦେଲେ, ବାଡ଼ ସବୁ ଭାଙ୍ଗିଦେଲେ, ଡିମ୍ ବାଡ଼ି ସବୁ ଖାଇଦେଲେ, କୋବି ବାଡ଼ି ଖାଇଦେଲେ, ଆଉ ଦୁଇଟା ଘର ଭାଙ୍ଗି ଦେଇଛନ୍ତି। କୋଟି କୋଟି କରି ଧାନ ଦୁଇଟା ମରେଇ ଖାଇଦେଲେ, ଆର ପଳା ନାହିଁ ଘରେ। ଆଉ ମେସେଜ ଆସିଲା ମୋବାଇଲ ବେଳେ ଆମେ ରୋଡ ସାଇଡ କି ପଳାନୁ। ଆଉ ହାତୀ ଆସିନେନି, ତେତଳା ପହଞ୍ଚିନେନି ବୋଲି ତାପରେ ଛୁଆ ପିଲା ଧରିକରି ପଳାନୁ। ଆଉ ଘରେ କେହି ଥିନୁ ନାହିଁ। 25ଟା ହାତୀ ଆଇଥିଲେ। ଆଉ ସବୁଦିନ ରାତି ହାତୀ ହାତୀ ବୋଲଛନ୍ତି, ନିଦ ହଉଛି ନାଇଁ। ଆଉ ଗଲା ଥର ହିଁ ଧାନ ଖାଇନି, ଖାଲି ଫାର୍ମ ଫୁରୁମା ବିଞ୍ଚି ଦେନି। ଏସବୁ ହିଁ ଏ ଦେଖୁ ନିଜେ ଦେଖୁଛ କି ଧାନ